Hello children, welcome to BPS Nexus. আজি ଆମେ କ୍ଲାସ୍ 8ର ଇଂଲିଶର ଗୋଟିଏ ଚାପ୍ଟର ଆମେ ପଢ଼ିବା। ତା ପୂର୍ବରୁ ଆମେ ଜାଣିବା ଦରକାର ଏ ଯେଉଁ ନୂଆ ବହି ତମର ପ୍ରସ୍ତୁତ ହେଇଛି ଜାତୀୟ ଶିକ୍ଷାନୀତି 2020 ଅନୁସାରେ ତମର ଏ ନୂଆ ବହି ପ୍ରସ୍ତୁତ ହେଇଛି ଯାହାର ନାଁ ରଖା ହେଇଛି ଜସ୍ମିନ୍। ଏହି ଇଂଲିଶ ବହିର ଫାଷ୍ଟ ଚାପ୍ଟର ତମର କ'ଣ ଅଛି ନା ୱିଟ୍ ଆଣ୍ଡ ୱିଜଡମ୍। ୱିଟ୍ ଆଉ ୱିଜଡମ୍ ଏକା ଜିନିଷ ନୁହଁ। ୱିଟ୍ କହିଲେ ବିଚକ୍ଷଣତା ବା ଚତୁରତା ଆଉ ୱିଜଡମ୍ କହିଲେ ଜ୍ଞାନ। ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍, ବିଚକ୍ଷଣତା ବା ଚତୁରତା ଯିଏକି ହାର୍ଟ ବା ହୃଦୟକୁ ଜିଣିପାରିଲା। ଓନ୍ ମାନେ ଜିଣିପାରିଲା, ହାର୍ଟ ହେଲା ହୃଦୟ। ଆମେ ଏବେ ଏ ଷ୍ଟୋରିଟାକୁ ଯେଉଁ ସର୍ଟ ଷ୍ଟୋରି ଅଛି ତାକୁ ଆମେ ପଢ଼ିବା। Once Shiva and Parvati held a competition between their sons Ganesh and Kartikeya. They were given the challenge to move around the world 3 times. The one who wins would receive the fruit of wisdom. Kartikeya with his peacock mount quickly set off. Ganesh on his mouse realized he couldn't compete with Kartikeya's speed. Instead, he moved around his parents, Shiva and Parvati, 3 times. He took for them as his entire world. Pleased with his devotion and wisdom, Shiva and Parvati gave him the divine fruit. ଏବେ ଆମେ ଆକୁ ବୁଝିବା ଲାଇନ୍ ବାଇ ଲାଇନ୍। Once Shiva and Parvati held a competition. ଦିନେ କ'ଣ ହେଇଛି, ଶିବ ଏବଂ ପାର୍ବତୀ କ'ଣ କଲେ ନା ଏକ ପ୍ରତିଯୋଗିତା କଲେ। କାହା ମଧ୍ୟରେ? ଗଣେଶ ଏବଂ କାର୍ତ୍ତିକ ମଧ୍ୟରେ। ଦେ ଆର୍ ଗିଭେନ୍ ଦି ଚ୍ୟାଲେଞ୍ଜ ଟୁ ମୁଭ୍ ଆରାଉଣ୍ଡ ଦି ୱାର୍ଲଡ 3 times. ସେମାନଙ୍କୁ କ'ଣ କରାଗଲା ନା କୁହାଗଲା ବା ଚ୍ୟାଲେଞ୍ଜ ଦିଆଗଲା, ଆହ୍ୱାନ ଦିଆଗଲା ଟୁ ମୁଭ୍ ଆରାଉଣ୍ଡ ଦି ୱାର୍ଲଡ 3 times. ପୃଥିବୀ ଚାରିପଟେ 3 ଥର ବୁଲିବା ପାଇଁ ସେମାନଙ୍କୁ ଚ୍ୟାଲେଞ୍ଜ କରାଗଲା ବା ଆହ୍ୱାନ ଦିଆଗଲା। ଦ ୱାନ୍ ହୁ ୱିନ୍ସ would receive the fruit of wisdom. ଯିଏ ଜିଣିବ ବା ପୃଥିବୀ ଚାରିପଟେ 3 ଥର ବୁଲି ଆସିବ, he would receive the fruit of wisdom. ସେ ଯେଉଁ ଜ୍ଞାନର ଫଳ ଗ୍ରହଣ କରିବ ସେମାନଠାରୁ। କାର୍ତ୍ତିକ with his peacock mount. କାର୍ତ୍ତିକ କ'ଣ କଲେ ନା ତାଙ୍କର ଯେଉଁ ବାହନ ପିକକ୍ ବା ମୟୂର ଉପରେ ବସି କ'ଣ କଲେ, ମାଉଣ୍ଟ ହେଲା ବସିଲେ। କ୍ୱିକଲି ସେଟ୍ ଅଫ୍, ଶୀଘ୍ର ସେ ଯାତ୍ରା ଆରମ୍ଭ କରିଦେଲେ। ଗଣେଶ କ'ଣ କଲେ ନା ଗଣେଶ ଅନ୍ ହିଜ୍ ମାଉସ୍ ରିଅଲାଇଜ୍ଡ ହି କୁଡଣ୍ଟ କମ୍ପିଟ୍ ୱିଥ୍ କାର୍ତ୍ତିକେୟସ୍ ସ୍ପିଡ୍। ଗଣେଶ ସେ ଅନୁଭବ କଲେ, ତାଙ୍କର ବାହନ ତ ମୂଷା, ତେଣୁ ସେ ଅନୁଭବ କଲେ କ'ଣ ନା ହି କୁଡଣ୍ଟ କମ୍ପିଟ୍ ୱିଥ୍ କାର୍ତ୍ତିକେୟସ୍ ସ୍ପିଡ୍। କାର୍ତ୍ତିକଙ୍କ ସହିତ ସେ ବା କାର୍ତ୍ତିକ ଯେଉଁ ବେଗରେ ସେ ମୟୂର ଉପରେ ମାନେ ପୃଥିବୀ ଚାରିପଟେ 3 ଥର ବୁଲିବେ, ଇଏ କିନ୍ତୁ ପାରିବେ ନାହିଁ। ଇନଷ୍ଟେଡ୍, ତା ପରିବର୍ତ୍ତେ ସେ କ'ଣ କଲେ, ହି ମୁଭ୍ଡ ଆରାଉଣ୍ଡ ହିଜ୍ ପ୍ୟାରେଣ୍ଟସ୍। ସେ ତାଙ୍କର ପିତାମାତାଙ୍କ ଚାରିପଟରେ ବୁଲି ଆସିଲେ। ଶିବ ଆଣ୍ଡ ପାର୍ବତୀ 3 times. ତାଙ୍କର ପିତାମାତା ଯେଉଁ ଶିବ ପାର୍ବତୀ ତାଙ୍କ ଚାରିପଟେ 3 ଥର ବୁଲି ଆସିଲେ। ହି ଟୁକ୍ ଫର୍ ଦେମ୍ ଆଜ୍ ହିଜ୍ ଏଣ୍ଟାୟାର ୱାର୍ଲଡ. ତାଙ୍କୁ ସେ ପୃଥିବୀ ଭାବିକି ତାଙ୍କ ଚାରିପଟେ ସେ ବୁଲି ଆସିଲେ। ୱିଥ୍ ହିଜ୍ ଡିଭୋସନ୍ ଆଣ୍ଡ ୱିଜଡମ୍. ତାଙ୍କର ଭକ୍ତି, ଡିଭୋସନ୍ ହେଲା ଭକ୍ତି, ୱିଜଡମ୍ ହେଲା ଜ୍ଞାନ। ତାଙ୍କର ଭକ୍ତି ଏବଂ ଜ୍ଞାନ ହେତୁ ଶିବ ଆଣ୍ଡ ପାର୍ବତୀ ଗେଭ୍ ହିମ୍ ଦ ଡିଭାଇନ୍ ଫ୍ରୁଟ୍. ସେଇ ଯେଉଁ ଡିଭାଇନ୍ ଫ୍ରୁଟ୍ ଥିଲା ବା ଜ୍ଞାନ ରୂପକ ଫ୍ରୁଟ୍, ତାକୁ ସେ କ'ଣ କଲେ ନା ପ୍ରଦାନ କଲେ। ତାପରେ ଗୋଟେ ଦିଆହେଇଛି ସେଠି, ୱାର୍କ ଇନ୍ ପେୟାର୍ସ ଆଣ୍ଡ ଆନ୍ସର ଦି ରିଡଲ୍ସ ଦ୍ୟାଟ୍ ଆର୍ ଗିଭେନ୍ ବିଲୋ, ସେୟାର ଦି ଆନ୍ସର୍ସ ୱିଥ୍ ୟୁର କ୍ଲାସମେଟ୍ସ ଆଣ୍ଡ ଟିଚର। ହଁ, ତା ପୂର୍ବରୁ ଗୋଟେ ତମର ଥିଲା ନା ଡିସ୍କସ୍ ଦି ରିଜନ୍ ହ୍ୱାଇ ଗଣେଶ ୱାଜ୍ ଗିଭେନ୍ ଦି ଫ୍ରୁଟ୍ ଅଫ୍ ୱିଜଡମ୍। ଏବେ କାହିଁକି ଗଣେଶକୁ ଫ୍ରୁଟ୍ ଦିଆଗଲା, ଯେଉଁ ଫ୍ରୁଟ୍ ଅଫ୍ ୱିଜଡମ୍ ଦିଆଗଲା, ତମେ ଏବେ ଡିସ୍କସ୍ କର। ତମ ପିଲାମାନଙ୍କ ଯେଉଁ ତମ ଯେଉଁ ଗ୍ରୁପ୍ ଯେଉଁ ଅଛ ତମ ଭିତରେ ଡିସ୍କସ୍ କରିବା ପାଇଁ ସେ କହିଛନ୍ତି। ଓକେ, ତାପରେ ୱାର୍କ ଇନ୍ ପେୟାର୍ସ ଆଣ୍ଡ ଆନ୍ସର ଦି ରିଡଲ୍ସ ଦ୍ୟାଟ୍ ଆର୍ ଗିଭେନ୍ ବିଲୋ, ସେୟାର ଦି ଆନ୍ସର୍ସ ୱିଥ୍ ୟୁର କ୍ଲାସମେଟ୍ସ ଆଣ୍ଡ ଟିଚର। ଦେଖିବା ଫାଷ୍ଟ ରିଡଲ୍ କ'ଣ ଅଛି। ଆଇ କ୍ୟାନ୍ ବି ଏ ଫ୍ରେଣ୍ଡ
or a foe, depending on how you use me, I can bring both joy or pain. What am I? ଏ ଯେଉଁ ରିଡଲଟା ଅଛି ତାର ମିନିଂ କ'ଣ ନା ଆଇ କ୍ୟାନ୍ ବି ଏ ଫ୍ରେଣ୍ଡ ଅର୍ ଏ ଫୋ, ମୁଁ ତୁମର ବନ୍ଧୁ ହେଇପାରିବି କିମ୍ବା ଶତ୍ରୁ ହେଇପାରିବି, ଡିପେଣ୍ଡିଂ ଅନ୍ ହାଉ ୟୁ ୟୁଜ୍ ମି, ତୁମେ କିଭଳି ଭାବରେ ମୋତେ ୟୁଜ୍ କରିଛ ତା ଉପରେ ନିର୍ଭର କରେ। ଆଇ କ୍ୟାନ୍ ବ୍ରିଙ୍ଗ ବୋଥ୍ ଜୟ ଅର୍ ପେନ୍, ମୁଁ ଉଭୟ ଆନନ୍ଦ ଆଣିପାରେ କିମ୍ବା ଯନ୍ତ୍ରଣା ମଧ୍ୟ ଆଣିପାରେ। ହ୍ୱାଟ୍ ଆମ୍ ଆଇ, ତାହେଲେ ଏଇଟା କ'ଣ ହେବ ନା এটা হব ওয়ার্ডস। ওকে, বা শব্দ, কোন প্রকার শব্দ আমি ইউজ করছেন সেটা আনন্দ আনুছি না পেন আনুছি সেটা তোমার ব্যবহার উপরে নির্ভর করে। তারপরে আসবা দ মোর অফ মি ইউ টেক দ মোর ইউ লিভ বিহাইন্ড হোয়াট am I, ଆମେ ଯେତେ ଆଗକୁ ବଢ଼ି ବଢ଼ି ଚାଲିବା ସେତେ କ'ଣ କରିବା ନା ଦ ମୋର ଅଫ୍ ମି ୟୁ ଟେକ୍, ଯେତେ ମୋତେ ଆଗକୁ ନେବ ଦି ମୋର ୟୁ ଲିଭ୍ ବିହାଇଣ୍ଡ, ତମେ ମୋତେ ପଛରେ ସେତେ ଛାଡ଼ି ଛାଡ଼ିକା ଯିବ। ତାହେଲେ ହ୍ୱାଟ୍ am I, ମୁଁ କ'ଣ ନା ଏଇଟା ହେବ ଫୁଟପ୍ରିଣ୍ଟସ୍, ପାଦ ଚିହ୍ନ। ତାପରେ ଆଇ କ୍ୟାନ୍ ବି ମେଜର୍ଡ ବଟ୍ ଆଇ କ୍ୟାନ୍ ନଟ୍ ବି ଟଚ୍ଡ, ଆଇ କ୍ୟାନ୍ ବି ସ୍ପେଣ୍ଟ ବଟ୍ ଆଇ କ୍ୟାନ୍ ନଟ୍ ବି ସେଭ୍ଡ। ହ୍ୱାଟ୍ am I, ଆଇ କ୍ୟାନ୍ ବି ମେଜର୍ଡ, ମୋତେ ମାପ କରାଯାଇପାରିବ, ବଟ୍ ଆଇ କ୍ୟାନ୍ ନଟ୍ ବି ଟଚ୍ଡ, ମୋତେ ଛୁଆଁ ଯାଇପାରିବ ନାହିଁ। ଆଇ କ୍ୟାନ୍ ବି ସ୍ପେଣ୍ଟ, ମୋତେ ଖର୍ଚ୍ଚ କରାଯାଇପାରିବ, ବଟ୍ ଆଇ କ୍ୟାନ୍ ନଟ୍ ବି ସେଭ୍ଡ, ମୋତେ ସଞ୍ଚୟ କରାଯାଇପାରିବ ନାହିଁ। ହ୍ୱାଟ୍ am I, ମୁଁ କ'ଣ ଅଟେ, ଏଇଟା ହେବ କ'ଣ ନା ଫ୍ୟୁଚର, ଦ ଫ୍ୟୁଚର ହେବ ଏଟା ଆନ୍ସର। ତାପରେ ହେଲା ୟୁ ସି ମି ଇନ୍ ଦ ୱାଟର ବଟ୍ ଆଇ ନେଭର ଗେଟ୍ ୱେଟ୍। ହ୍ୱାଟ୍ am I, ତୁମେ ମୋତେ ଦେଖ କେଉଁଠି ପାଣିରେ ଦେଖ, ବଟ୍ ଆଇ ନେଭର ଗେଟ୍ ୱେଟ୍, କଥା କିନ୍ତୁ ମୁଁ କ'ଣ କରେ ନା କଦାପି ଓଦା ହୁଏ ନାହିଁ। ତାହେଲେ ମୁଁ କ'ଣ ଅଟେ ନା ଏଟା ହେବ ରିଫ୍ଲେକ୍ସନ୍ ବା ପ୍ରତିବିମ୍ବ। ବୁଝିଲା, ଆଜି ପାଇଁ ଏତିକି, ପୁଣି ପରବର୍ତ୍ତୀ ଭିଡ଼ିଓରେ ଦେଖାହେବ। ତୁମକୁ ଯଦି ଏ ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବନି। ଏହାଦ୍ୱାରା କ'ଣ ହେବ ନା ତୁମେ ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବାର ସୁଯୋଗ ପାଇବ। ଥ୍ୟାଙ୍କ ୟୁ ଭେରି ମଚ୍।